Myself Subrat Kumar Behra. I am lecturer in political science at Kondawada College, Khurda. ବର୍ତ୍ତମାନ ମୁଁ ଆଜି ଆପଣମାନଙ୍କୁ ପଢ଼ାଇବାକୁ ଯାଉଛି ରାଜନୀତି ବିଜ୍ଞାନ କ'ଣ, ତାର ପ୍ରକୃତି ଆଉ ପରିସର। ଓକେ, ପ୍ରଥମେ ରାଜନୀତି ବିଜ୍ଞାନ ପଢ଼ିବା ପୂର୍ବରୁ ଆମେ ଜାଣିବା ଦରକାର ଆମ ସମାଜ ପୂର୍ବରୁ କିଭଳି ଚାଲୁଥିଲା, ଏବେ ରାଜନୈତିକ ସିଷ୍ଟମ କ'ଣ, ସରକାର କେମିତି ଗଠନ ହେଉଛି, ଆମ ସରକାର ଦାୟିତ୍ୱ କ'ଣ, ନାଗରିକର ଅଧିକାର କ'ଣ, ଏସବୁ କଥା ଆମେ ଦେଖିବାକୁ ପଡ଼ିବ। ଓକେ, କୁହାଯାଏ ଯେବେ ରାଜନୀତି ବିଜ୍ଞାନ ନଥିଲା ସେବେ ରାଜାମାନେ ଆମ ଦେଶକୁ ଶାସନ କରୁଥିଲେ। ରାଜାମାନେ ଶାସନ କରିବା ସମୟରେ ସେ ସମୟରେ ଓକେ ସରକାର କେମିତି ଗଠନ ହବ, ପ୍ରଜାମାନଙ୍କ ପାଇଁ ଦାୟିତ୍ୱ କ'ଣ, ଏମାନେ କିଛି ସୁବିଧା ସୁଯୋଗ ଦେଉନଥିଲେ। ଓକେ, ଯେବେ ପୃଥିବୀ ରାଜନୀତି ଆସିଲା କୁହାଯାଏ ଦେଶ ରାଜ୍ୟ ସବୁ ଶୃଙ୍ଖଳିତ ଭାବରେ ପରିଚାଳିତ ହେଲା। ଓକେ, ରାଜନୀତି ବିଜ୍ଞାନର ଜନକ ଭାବେ ଆମେ ପ୍ରଥମେ ଗ୍ରହଣ କରୁଛେ ଆରିଷ୍ଟଟଲକୁ ନେଉଛେ, ଯିଏକି ଗ୍ରୀକ ଦେଶର ଜଣେ ନାଗରିକ। ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିଲା ସେହି ସମୟରେ ପୃଥିବୀରେ ସଚେତନ କରିବା ପାଇଁ ଗ୍ରୀକ ଦେଶର 3 ଜଣ ଲୋକ ଆଗକୁ ଆସିଥିଲେ। ଜଣେ ହେଲେ ସକ୍ରେଟିସ୍, ପ୍ଲାଟୋ, ଆରିଷ୍ଟଟଲ। ଓକେ, ତାଙ୍କ ମଧ୍ୟରୁ ସକ୍ରେଟିସ୍ ଆରିଷ୍ଟଟଲ ବହୁତ ଲେଖା ଲେଖିଥିଲେ ମଧ୍ୟ କାହାରି ଲେଖାଟି ଏମାନଙ୍କ ପାଖରେ ସବୁ ପହଞ୍ଚି ପାରିନଥିଲା। କିନ୍ତୁ ଆରିଷ୍ଟଟଲଙ୍କ ଲେଖାଟି ଏତେ ସହଜ ଆଉ ସରଳ ହୋଇଥିଲା ଯେ ତାହା ଲୋକମାନଙ୍କ ପାଖରେ ଅତି ସହଜ ଭାବରେ ପହଞ୍ଚି ପାରିଲା। ତେଣୁ ରାଜନୀତି ବିଜ୍ଞାନକୁ ପ୍ରଥମେ ସିଏ ବ୍ୟବହାର କରିଥିବାରୁ ତାଙ୍କୁ କୁହାଗଲା ଫାଦର ଅଫ୍ ପଲିଟିକାଲ ସାଇନ୍ସ। ତାଙ୍କ ମତରେ ରାଜନୀତି ବିଜ୍ଞାନ ହେଉଛି ଗ୍ରୀକ ଦେଶର ଲୋକମାନଙ୍କର ଆଚାର ବ୍ୟବହାର, ସଂସ୍କୃତି, ପ୍ରଥା, ପରମ୍ପରାକୁ ରାଜନୀତି କୁହାଯାଏ। କିନ୍ତୁ ରାଜନୀତି କହିଲେ ଆମେ ଦେଖିବା ରାଜା ପ୍ଲସ୍ ନୀତି। ରାଜାମାନେ ଯେଉଁ ନୀତିରେ ପରିଚାଳିତ ହେଉଥିଲେ ପ୍ରଥମେ ତାଙ୍କୁ ରାଜନୀତି କୁହାଗଲା। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଦେଖିବାକୁ ଗଲେ ରାଜନୀତିର ସଂଜ୍ଞା କିଛି ନାହିଁ। ପଲିଟିକାଲ ସାଇନ୍ସ ହାଜ୍ ନୋ ଡେଫିନେସନ୍। ଓକେ, ବର୍ତ୍ତମାନ ପରିସ୍ଥିତିରେ ରାଜନୀତି ବିଜ୍ଞାନ କହିଲେ ଜଣେ ଛାତ୍ର ବା ନାଗରିକ ଯେଉଁ ବିଷୟଟି ପଢ଼ିଲେ ଦେଶ, ରାଜ୍ୟ, ସରକାର ଗଠନ ପ୍ରଣାଳୀ, ସରକାର ଦାୟିତ୍ୱ, ସରକାର ଅଧରିକ, ଯୁଦ୍ଧ, ଶାନ୍ତି, ନିର୍ବାଚନ, ଚୁକ୍ତି ଇତ୍ୟାଦି ବିଷୟରେ ଧାରଣା ପାଇଥାଏ ତାକୁ ଆମେ କହୁ ରାଜନୀତି। ନମସ୍କାର, ଆମେ ପରବର୍ତ୍ତୀ ଅଧ୍ୟାୟରେ ପୁଣି ଆଉ ଗୋଟେ ଏପିସୋଡ୍ ନେଇକି ଆସିବୁ। ଆପଣ ଆମ ସକ୍ସେସ୍ କୋଚିଂ ସେଣ୍ଟର ଫଲୋ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।